ମୃତ୍ୟୁ ପ୍ରମାଣପତ୍ର ଆଣି ସାରିଲା ପରେ ଯାଇକିରି ନୋମିନି ସେଟଲମେଣ୍ଟ ହବ ହେଲେ ନେବି। ସେତିକି କହିଲା ପରେ ସେ ରାଗିକିରି ମୁଁ ତାର ଭାଇ ମୁଁ ଯେମିତି ହେଲେ ଅଲବତ ନେବି ଆଜି ପଇସା ନେଇକିରି ଯିବି। ମୁଁ ବି ଯଦି ସେମିତି ହୁଏନି ବ୍ୟାଙ୍କରେ ଏଥର ଗାଇଡଲାଇନ ଅନୁସାରେ ଯାହା ହେବା କଥା କାଗଜପତ୍ର ଆବଶ୍ୟକ କାଗଜପତ୍ର ଲାଗିକିରି ହବ। ତାଙ୍କର ଭାଇ କଲରା ମୁଣ୍ଡା ତାଙ୍କର ଭାଇ ଜିତୁ ମୁଣ୍ଡା ନେଇକିରି ଆସିଥିଲେ ସେ ପଛରେ ଆସିଲେ ବ୍ୟାଙ୍କରେ ମୁଁ ମୋର ଭଉଣୀର ଖାତାରେ ପଇସା ଅଛି ଯାହା ମୁଁ ନେବି ମୁଁ ନାହିଁ କିନ୍ତୁ ତୁମେ ନେଇପାରିବ ନାହିଁ ଅନ୍ୟଙ୍କ ପଇସା ଆଉ ଜଣେ ନେଇପାରନ୍ତି ନା ସେ ମୁଁ ହିଁ ନେବି ମୁଁ ତାର ଇଏ ଅଛି ଆଉ ତାହେଲେ ସେଟା କିଛି ଭଲ ମନ୍ଦ ହେଲେ ହିଁ ଯାଇକିରି ତମେ ନେଇପାରିବ ନେଇପାରିବ ଇଏ କରିବି। ତେଣୁ ତମକୁ ମୃତ୍ୟୁ ପ୍ରମାଣପତ୍ର ଦରକାର। ମୃତ୍ୟୁ ପ୍ରମାଣପତ୍ର ଆଣି ସାରିଲା ପରେ ଯାଇକିରି ନୋମିନି ସେଟଲମେଣ୍ଟ ହବ ହେଲେ ନେବି। ସେତିକି କହିଲା ପରେ ସେ ରାଗିକିରି ମୁଁ ତାର ଭାଇ ମୁଁ ଯେମିତି ହେଲେ ଅଲବତ ନେବି ଆଜି ପଇସା ନେଇକିରି ଯିବି। ମୁଁ ବି ଯଦି ସେମିତି ହୁଏନି ବ୍ୟାଙ୍କରେ ଏଥର ଗାଇଡଲାଇନ ଅନୁସାରେ ଯାହା ହେବା କଥା କାଗଜପତ୍ର ଆବଶ୍ୟକ କାଗଜପତ୍ର ଲାଗିକିରି ହବ। ସେ ସେଠୁ ବୁଝି ପଳେଇଲେ ତାପରେ ଘଣ୍ଟି ଘଣ୍ଟା ପରେ ତାଙ୍କର ସେଇ କଙ୍କାଳ ଶବଟିକୁ ନେଇକି ଆସିଲେ। ଆଗରୁ ବି ମୁଁ ଜାଣିନି ସେ କିଛି ଡେଥ୍ କରିଛନ୍ତି କଣ ସେ ଆଗରୁ ଦୁଇ ଚାରିଥର ବି ଆସିବା ସବୁ କହୁଛନ୍ତି ଆସିନାହାନ୍ତି କାଲି ଥର ଆସିଲା ତାପରେ ପୋଲିସକୁ ମୁଁ ଇନଫର୍ମ କରିଥିଲି ଆର୍ଏମ୍ ସାର୍ଙ୍କୁ ଆମର ଇନଫର୍ମ କରିଥିଲି ଆଉ ପୋଲିସ ଆସିଲେ ବୁଝାସୁଝା କଲା ପରେ ସେ ପଳେଇଲେ। କିଏ ନୋମିନି ଥିଲେ ତାଙ୍କର ଯିଏ ଅଛନ୍ତି ରହିଯାଇଛି। ଆଉ ଗୋଟେ ଅଭିଯୋଗ ଆସୁଛି ସାର୍ ବାରମ୍ବାର ସେ ବ୍ୟାଙ୍କକୁ ଯାଉଥିଲେ ଯାହାଫଳରେ ନିରାଶ ନାଇଁ ସାର୍ ବାରମ୍ବାର କାଲି ଏମିତି କାମ କରୁଥିଲେ ବୋଲି ନାଇଁ ସାର୍ ବାରମ୍ବାର ସେ ଥାନାରେ କାଲି ପ୍ରଥମ ଥର ଆସିଲେ। ତାଙ୍କର ଅଭିଯୋଗ ଯେ ବ୍ୟାଙ୍କ ମ୍ୟାନେଜର ମତେ ଡେଡ୍ ବଡି ନେଇକି ଆସିବ ଭଉଣୀ ଡେଡ୍ ବଡି ନେଇକି ଆସିବ ଅଭିଯୋଗ ଆଣୁଛନ୍ତି ସାର୍। ନାଇଁ ସାର୍ ସେମିତି ମୁଁ କହିନି କଷ୍ଟମର ବି ଥିଲେ ଆପଣ ମାନେ ପଚାରି ପାରିବେ ଯେତେବେଳେ ଗ୍ରାହକ ମାନେ ଥିଲେ। ହଁ ହଁ ଏମିତି ସାତ ଜଣ ପରିବାର ଜଣେ ଡେଡ୍ ବଡି ମାନେ 2 ମାସ ହେଲାଣି ଉଦା ହେଇଛି ତାକୁ ଖୋଳିକି ଆଣିକି ବ୍ୟାଙ୍କ ଆଗରେ ରଖିବ ନାଇଁ ସାର୍ ମୁଁ ମୃତ୍ୟୁ ପ୍ରମାଣପତ୍ର ସାର୍ ବ୍ୟାଙ୍କ ମିତ୍ର କଣ କାମ କରୁନାହାନ୍ତି ସାର୍ ବ୍ୟାଙ୍କ ମିତ୍ର ଗାଁ ଗାଁ ବର୍ତ୍ତମାନ ଆମର ତ ବ୍ୟାଙ୍କ ମିତ୍ର ଏନଗେଜମେଣ୍ଟ ନାହାନ୍ତି। ଠିକ ଅଛି ସେହିପରି ଏକ ସମ୍ବନ୍ଧଶୀଳ ଘଟଣା ଆପଣ କୋଉ ଦୃଷ୍ଟିରେ ନେଉଛନ୍ତି ଏହାର ସମାଧାନ କେମିତି ହେବ ବୋଲି ଆପଣ ବାଟ କରୁଛନ୍ତି ଆମକୁ କଣ କୋଉ ପ୍ରକାର ସମାଧାନ ହେଲେ ଖୁସି ହେଇପାରିବ ଏବଂ ଆପଣ ମାନେ ନିଜର କର୍ମ ପ୍ରତି ଆତ୍ମତୃପ୍ତି ପାଇବେ। ଆମର ବ୍ୟାଙ୍କର ଯାହା ଗାଇଡଲାଇନ ଅଛି ସେ ଅନୁସାରେ ଆମେ ଯେତେ ଶୀଘ୍ର ପାରିବା ସେଟଲମେଣ୍ଟ କରିବୁ ଏବଂ ତାଙ୍କ ପଇସା ନିଶ୍ଚିତ ଭାବରେ କାଲି ଯୋଉଟା ଘଟଣା ନିହାତି ଭାବରେ ସମ୍ବେଦନଶୀଳ ଘଟଣା ଘଟିଛି କିନ୍ତୁ ଆପଣମାନଙ୍କୁ କହିବି କାଲି ଗୋଟେ ଘଟଣା ହେଲା ପରେ ଆମେ ଆଜି ଆସିଛୁ ଇନକ୍ୱାରି କରିବା ପାଇଁ ସକାଳୁ ଆସିଥିଲୁ ବିଭିନ୍ନ ଲୋକଙ୍କୁ ବି ପଚରା ପଚରି କରୁଛୁ ବ୍ରାଞ୍ଚ ମାନଙ୍କ ସାଙ୍ଗରେ କଥା ହେଇଛୁ ଜିନିଷଟା ହେଇଛି ଯୋଉଟା ସଡନଲି ସେ ଆସିଛନ୍ତି ଗୋଟେ ମାନେ ନିଶାସକ୍ତ ଅବସ୍ଥାରେ ସେ ଆସିଥିଲେ ଯେ ଜିତୁ ମୁଣ୍ଡା ଯିଏ ଆସିଥିଲେ ସେ ହଠାତ୍ କହିଲେ ମୁଁ ଭଉଣୀଙ୍କ ପଇସା ଉଠେଇ ନେବି ବୋଲି ତ ସେଇଟା ତ ଆକ୍ଚୁଆଲି ବ୍ୟାଙ୍କର ଯୋଉଟା ନିୟମ ଅଛି ଅନ୍ୟ ଜଣଙ୍କ ପଇସା ଜଣକୁ ଦିଆଯାଏନି ତ ନର୍ମାଲି ଯୋଉଟା କଥାବାର୍ତ୍ତା ହେଇକି ଆପଣଙ୍କର ଡେଥ୍ କେସ୍ରେ ଯଦି ଆପଣଙ୍କର ମୃତ୍ୟୁ ପ୍ରମାଣପତ୍ର ଦରକାର କି ଯାହା ବି ଅଛି ମ୍ୟାନେଜର ତାଙ୍କୁ କହିଛନ୍ତି ଏବେ ସେ ସେଇଟାକୁ ଠିକ୍ ସେ ବୁଝିପାରିନାହାନ୍ତି ଆଉ ଏମିତି ଗୋଟେ ଅଭାବନୀୟ କାମ କରିଦେଇଛନ୍ତି ସେଥିପାଇଁ ଆମେ ସମସ୍ତେ ଦୁଃଖିତ ତାଙ୍କର ଯୋଉଟା ମାନେ ଯୋଉଟା ହେଇଛି ଯୋଉଟା ଘଟିଛି ଆମେ ସମସ୍ତେ ସେଥିପାଇଁ ଦୁଃଖିତ କିନ୍ତୁ ବ୍ୟାଙ୍କର ଯୋଉଟା ମିନିମମ୍ ମାନେ ଗାଇଡଲାଇନ ଅଛି ସେଟଲମେଣ୍ଟ ପାଇଁ ତ ସେଥିପାଇଁ ଆମେ ତାଙ୍କୁ କେବଳ ସେଟା ତାଙ୍କୁ ବୁଝା ହେଇଛି ଯେ ପ୍ରମାଣପତ୍ର ଆଣିଲେ ଆମେ ଯଥାଶୀଘ୍ର ସେଟଲମେଣ୍ଟ କରୁ। ମୁଁ ଆପଣମାନଙ୍କୁ ଆଉ ଗୋଟେ ଜିନିଷ କହିବି ଯେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସବୁବେଳେ ସାଧାରଣ ଲୋକଙ୍କ ବ୍ୟାଙ୍କ ସାଧାରଣ ଲୋକଙ୍କ ସେବାରେ ଆମେ ସବୁବେଳେ ଉତ୍ସର୍ଗିତ ଲୋକମାନଙ୍କର ଛୋଟ ଛୋଟ କାମ କରି ଆମକୁ ନିଜକୁ ବହୁତ ଖୁସି ଲାଗେ ଆମେ କେବେ କାହାକୁ ଗୋଟେ ଛୋଟ ଗରିବ ଲୋକଙ୍କୁ କେବେ ଏମିତି ହଇରାଣ କରିବାର ଇଣ୍ଟେନସନ କେବେ ବ୍ୟାଙ୍କର ନାହିଁ ତ ଆପଣମାନଙ୍କ ଥ୍ରୁରେ ଆମେ କହିବୁ ଯଦି ଆପଣ ଆମେ ଯଥାଶୀଘ୍ର ତାଙ୍କୁ ବି କହିବୁ ତାଙ୍କର ଯୋଉ ଆବଶ୍ୟକ କାଗଜପତ୍ର ଦେଲେ ଆମେ ଯଥାଶୀଘ୍ର ଏଟାକୁ ସେଟଲମେଣ୍ଟ କରି ଯେ ରେଜିଷ୍ଟର ନୋମିନି ତାଙ୍କୁ ଆମେ ପଇସା ହ୍ୟାଣ୍ଡ ଓଭର କରିବୁ। ନାଇଁ ସେଇଟା ସାର୍ ଭିତ୍ତିହୀନ ସେ ସେମିତି କିଛି ବାରମ୍ବାର ଆସିନାହାନ୍ତି କି ସେ ମାନେ ଆଗରୁ ବି କିଛି ଇନଫର୍ମେସନ ଦେଇନାହାନ୍ତି ସେମିତି କାଲି ଯୋଉଟା ହେଇଛି ହଠାତ୍ 11ଟା 11:30 ହଠାତ୍ ସେ ଆସିକି ମାନେ ନିଶାସକ୍ତ ଅବସ୍ଥାରେ ଯୋଉଟା ଗାଳି ଗୁଲଜ କରି ପାଟିତୁଣ୍ଡ କରି ଏମିତି କିଛି ଇଏ କରିଥିଲେ ଆପ୍ରୋକ୍ସିମେଟଲି ଆମେ ଯାହା 19,200 କି 300 ଏମିତି କଣ କିଛି ଅଛି ଯାହା ବି ଅଛି ସାର୍ ବ୍ୟାଙ୍କର ପଇସା ସବୁବେଳେ ସୁରକ୍ଷିତ ଅଛି ଆଉ ବ୍ୟାଙ୍କ ସବୁବେଳେ ଚାହିଁବ ଯେ ଠିକ ଲୋକ ପାଖକୁ ପଇସାଟା କେମିତି ପହଞ୍ଚିବ ସେଟା ଆମେ ନମସ୍କାର ମୋ ନାଁ ହେଲା ସଞ୍ଜୟ ଭୂମିଜ ଆମର ଓଡ଼ିଶା ଡ୍ରାଇଭର ମହାସଂଘ ପାଟନା ବ୍ଲକର ସଭାପତି ଦାୟିତ୍ୱ ଅଛି। ହଁ କାଲି ତ ଆମେ ଏଠି ଥିଲୁ କାହିଁକି ନା ଆମର ଯେହେତୁ ଡ୍ରାଇଭର ମହାସଂଘର ଜଏଣ୍ଟ ଆକାଉଣ୍ଟ ଖୋଲା ହଉଥିଲା 3 ଜଣ ଭାଇ ଆମେ ଏଠି ଥିଲୁ ତ 3 ଜଣ ଭାଇ ଥିଲୁ
ମ୍ୟାନେଜର କହିଲେ ସାମ୍ନାରେ ଚେୟାର ଦେଲେ ବସିଲୁ ଆମେ ତାପରେ ଆମର ଆକାଉଣ୍ଟ ଖୋଲିବା ପାଇଁ ପ୍ରୋସେସିଂ ଚାଲିଥିଲା ତ ବହୁତ ଲୋକ ଆସିକି ଗଲେ ତାପରେ ସେ ଯୋଉ କହୁଛନ୍ତି ଅଭାବନୀୟ ଘଟଣା ଘଟିଥିଲା ତ ସେ ବୁଢା ଜଣକ ଆଉ ତା ସହିତ ଆଉ ଜଣେ ପିଲା ଆସିଥିଲେ ତ ଦେଲେ ତାଙ୍କର ଚେକ୍ କରିବା ପାଇଁ ବହି ତାପରେ ତାଙ୍କର ଟିପ ଫିପ କୋଉଠୁ ମାରିଦେଲେ ମୁଁ ତ ସେଟା ଜାଣିନି ତାପରେ ଚେକ୍ କଲେ ମ୍ୟାନେଜର ସାର୍ କହିଲେ 19,300 କେତେ ଟଙ୍କା ଏଇଭଳିଆ କହିଲେ କିନ୍ତୁ ସେଟା ମୋର ମନେ ଅଛି ତାପରେ ଆଉ ସାର୍ ପଚାରିଲେ ସେ ଲୋକ କାହିଁ ନା ତାଙ୍କର ଠାର କି କଣ ସେଟା ଆମେ ଜାଣିନି କିନ୍ତୁ ସେ କହିଛନ୍ତି ଦିଥର ପଚାରିଛନ୍ତି ସେ ଲୋକ କାହିଁ ନା ସେ କୁମାର ଯେତେଥର ପଚାରିଲେ ସେ ଜିନିଷଟି କହିଲେ ଆଉ ସେ ଲୋକ ନହେଲେ ପଇସା ଉଠି ପାରିବନି କିମ୍ବା ଆଉ ସେ ବ୍ୟକ୍ତି ଡେଥ୍ କରିଛି କି କୌଣସି ସେ ବିଷୟରେ ମ୍ୟାନେଜର ସାର୍ଙ୍କୁ ବି ଜଣେଇ ନାହାନ୍ତି ଆମେ ଫର୍ମରେ ଲେଖିଲୁ ପୁରା ଲିଗାଲି କିମ୍ବା ମୁଁ କୌଣସି ପ୍ରେସରରେ ଆପଣମାନଙ୍କୁ ମିଛ କହିବାର ମୋର ଉଦ୍ଦେଶ୍ୟ ନାହିଁ କାହିଁକିନା ସିଏ ବି ଜଣେ ଗରିବ ଲୋକଟା ତା ପଇସାଟା କେମିତି ଯଦି ପାଇଯାଆନ୍ତା ତାହେଲେ ସେ ଲୋକଟି ଉପକୃତ ହେଇପାରନ୍ତା ନମସ୍କାର ସେଟା ତ ଆମେ ଏଠି ତଥାପି ଥିଲୁ 12:30 ପାଖାପାଖି 12:40 ଭିତରେ ଆମେ ଗଲୁ ତ ସେ କହିଲେ ଟିକେ ଛାଡ଼ିକି ଆସନ୍ତୁ ଆପଣଙ୍କର ବହି ନେଇଯିବେ ଆଉ ଚେକବୁକ୍ ଇସ୍ୟୁ କରିଦିଆହେଉଛି ନେଇଯିବେ ତ ଠିକ୍ ଅଛି ଆମେ କ'ଣ ପାଇଁ ବ୍ୟାଙ୍କରେ ବସିବୁ ଅଯଥାରେ ତ ଆମେ ବାହାରେ ଯାଇକି ବସିଛୁ ଆମେ ଆମର ହାଇସ୍କୁଲ ତଳେ ସେଠି ବସିଥିଲୁ ପୁଣି ଟାଇମ୍ ହେଲା ବେଳକୁ ବନ୍ଦ କରିଦେବେ କି କ'ଣ ବୋଲି ଆମେ ଆସିଲୁ ନା ସେଟା କହିନାହାନ୍ତି କାହିଁକିନା କାହିଁକି ନା ମିଛ କହିବାଟା ଭଲ ନୁହେଁ ଆଜ୍ଞା ଉପରବାଲା ଜଣେ ଦେଖୁଛୁ ତେଣୁକରି ସେ ଜିନିଷଟା ଆମେ ଅଧଘଣ୍ଟାରୁ 45 ସେଟା ଆଜ୍ଞା ମୁଁ ଜାଣିନି କିନ୍ତୁ ଅଧଘଣ୍ଟାରୁ 45 ମିନିଟ୍ ପରେ ଆସିଲା ବେଳକୁ ଏଠି ସବୁ ରଖୁଛନ୍ତି ଆମେ କହୁଛୁ କ'ଣ ପାଇଁ ଜାମ୍ ହେଇଛି ଏଇଭଳିଆ ଘଟଣାକୁ ଆପଣ କେମିତି ଦେଖୁଛନ୍ତି ସେ କହିନଥାନ୍ତୁ ଏଇଭଳିଆ ଘଟଣାକୁ କେମିତି ଦେଖୁଛନ୍ତି ନାଇଁ ଏ ଘଟଣା ତ ଘଟିବା କଥା ନୁହଁ ଏଇ ସବୁ ସମାଜରେ ଘଟଣା ଘଟିବା କଥା ନୁହଁ କିନ୍ତୁ ତୁମର ଯଦି ବି ବ୍ୟାଙ୍କରେ ପଇସା ଅଛି ତ ସମସ୍ତଙ୍କୁ ଯଦି ନ ଜାଣୁଛନ୍ତି କିଏ ଗାଁରେ ଭଦ୍ର ବ୍ୟକ୍ତି ଅଛନ୍ତି ତାଙ୍କୁ ବୁଝନ୍ତୁ କିନ୍ତୁ ଆଉ ଆମର ପିରିୟଡରେ ଯେତିକି ବି ଆମେ ସାମ୍ନାରେ ଶୁଣିଛୁ କିନ୍ତୁ ସେଟା ସମ୍ପୂର୍ଣ୍ଣ ସତ କଥା ମୁଁ କହିଛି ଆଉ ତାର ଅଧିକ ଆମେ ଜାଣିଛୁ